ମୁଁ ଏତେ ପରିଶ୍ରମ କରୁଥିଲେ ମଧ୍ୟ ମୋର ଫସଲ ଉତ୍ପାଦନ କାହିଁକି ଆଶାନୁରୂପ ନୁହେଁ? ନବୀନ, ତୁମେ ଜାଣ, ପ୍ରତିବର୍ଷ ମୁଁ ମୃତ୍ତିକାରେ ଅଧିକରୁ ଅଧିକ ସାର ପ୍ରୟୋଗ କରୁଛି, କିନ୍ତୁ ମୋର ଫସଲ ଭଲ ଭାବେ ବଢୁନାହିଁ, କାହିଁକି? ରବି, ଅଧିକ ସାର ପ୍ରୟୋଗ କରିବା ସବୁବେଳେ ସମାଧାନ ନୁହେଁ। ଆମକୁ ପ୍ରଥମେ ବୁଝିବାକୁ ହେବ ଆମର ମୃତ୍ତିକାର ଆବଶ୍ୟକତା ଗୁଡ଼ିକ କ'ଣ। ସେଥିପାଇଁ ମୃତ୍ତିକା ପରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ ଅଟେ। ମୃତ୍ତିକା ପରୀକ୍ଷଣ ଆପଣଙ୍କୁ ସାର ବ୍ୟବହାରକୁ ଅନୁକୂଳ କରିବା ଏବଂ ଖର୍ଚ୍ଚ କମାଇବାରେ ସାହାଯ୍ୟ କରେ। ଏହା ଆପଣଙ୍କୁ କହେ ଯେ ଆପଣଙ୍କ ମୃତ୍ତିକାରେ କେଉଁ ପୋଷକ ତତ୍ତ୍ୱର ଆବଶ୍ୟକତା ଅଛି ଏବଂ ଆପଣଙ୍କୁ ଠିକ୍ ଫସଲ ବାଛିବାରେ ସାହାଯ୍ୟ କରେ। ଏହା ମଧ୍ୟ ପିଏଚ୍ ସ୍ତର ଯାଞ୍ଚ କରେ, ଯାହାଦ୍ୱାରା ଆପଣଙ୍କ ମୃତ୍ତିକା ସୁସ୍ଥ ବୃଦ୍ଧି ପାଇଁ ସନ୍ତୁଳିତ ହୋଇଥାଏ। ନିୟମିତ ପରୀକ୍ଷଣ ଉତ୍ପାଦକତା ବୃଦ୍ଧି କରେ, ଫସଲ ଉତ୍ପାଦନ ବୃଦ୍ଧି କରେ ଏବଂ ଆପଣଙ୍କ ମୃତ୍ତିକା ସ୍ୱାସ୍ଥ୍ୟକୁ ଆଗାମୀ ବର୍ଷ ପାଇଁ ସୁରକ୍ଷା କରେ। ହଁ, ଏହା ଖୁବ୍ ଯୁକ୍ତିଯୁକ୍ତ ଲାଗୁଛି। ମୁଁ ମୃତ୍ତିକା ପରୀକ୍ଷା କରାଇବାର ସମୟ ଆସିଗଲା। କିନ୍ତୁ ନବୀନ, ଏହି ମୃତ୍ତିକା ପରୀକ୍ଷଣ ପ୍ରକ୍ରିୟା ବେଶ ଜଟିଳ ଦେଖାଯାଉଛି। ମୁଁ ନିଶ୍ଚିତ ନୁହେଁ ଯେ ମୁଁ ଏସବୁ ପରିଚାଳନା କରିପାରିବି କି ନାହିଁ। ଚିନ୍ତା କର ନାହିଁ ରବି, ଆସ ସମ୍ପୃକ୍ତ ସୋପାନ ଗୁଡ଼ିକ ଦେଖିବା ଏବଂ ତୁମେ ଦେଖିବ ଏହା କେତେ ସରଳ ଅଟେ। ପ୍ରଥମେ ଆମକୁ ସାମଗ୍ରୀ ଗୁଡ଼ିକ ଏକତ୍ରିତ କରିବାକୁ ପଡ଼ିବ, ଯେପରିକି କୋଦାଳ ବା ଅଗର, ଖୁର୍ପି, ପରିଷ୍କାର ନମୁନା ବ୍ୟାଗ, ପ୍ଲାଷ୍ଟିକ ଟ୍ରେ, ଲେବଲିଂ ପାଇଁ କାଗଜ ଓ କଲମ। ଏହାପରେ ଆମକୁ ନମୁନା ସଂଗ୍ରହ ପାଇଁ ସ୍ଥାନ ଚୟନ କରିବାକୁ ପଡ଼ିବ। ମୃତ୍ତିକା ନମୁନା ପ୍ରତି ଏକ ଏକର ପାଇଁ 10ଟି ଚିହ୍ନିତ ସ୍ଥାନରୁ ନିଆଯିବା ଉଚିତ, ଯେପରି ଆପଣ ଏଠାରେ ଦେଖିପାରୁଛନ୍ତି। ଜିଗ୍ଜାଗ୍ ପଦ୍ଧତିରେ ଅନେକ ସ୍ଥାନରୁ ନମୁନା ସଂଗ୍ରହ କରିବା ସମରୂପତା ସୁନିଶ୍ଚିତ କରେ। ରଙ୍ଗ, ଢାଲୁ, ଜଳ ନିଷ୍କାସନ ଏବଂ ପୂର୍ବ ପରିଚାଳନା ଅଭ୍ୟାସ, ଯେପରିକି ଚୂନ ପ୍ରୟୋଗ, ଜିପ୍ସମ୍ ପ୍ରୟୋଗ, ସାର ପ୍ରୟୋଗ, ଫସଲ ପଦ୍ଧତି ଇତ୍ୟାଦିରେ ଭିନ୍ନ ହେଉଥିବା କ୍ଷେତ୍ରରୁ ଅଲଗା ନମୁନା ସଂଗ୍ରହ କରିବା ଭଲ। ଏହା ମଧ୍ୟ ପତିତ ସମୟରେ ମୃତ୍ତିକା ନମୁନା ସଂଗ୍ରହ କରିବା ପାଇଁ ସୁପାରିଶ କରିଥାଏ। ମୃତ୍ତିକା ନମୁନା ସଂଗ୍ରହ କରିବା ସମୟରେ ଏପରି କୌଣସି କ୍ଷେତ୍ର ଅଛି ଯାହାକୁ ଏଡ଼ାଇବା ଉଚିତ? ଭଲ ପ୍ରଶ୍ନ। ମୃତ୍ତିକା ନମୁନା ସଂଗ୍ରହରେ ଏଡ଼ାଇବାକୁ ଥିବା ମୁଖ୍ୟ କ୍ଷେତ୍ରଗୁଡ଼ିକ ହେଲା ବନ୍ଧ ଏବଂ ଜଳସେଚିତ ଜଳ ପ୍ରବେଶ କ୍ଷେତ୍ର, ଖତ ପ୍ରୟୋଗ କରାଯାଇଥିବା କ୍ଷେତ୍ର, ଛାୟାଯୁକ୍ତ କ୍ଷେତ୍ର ଏବଂ କ୍ଷେତ୍ର ଧାର ନିକଟ। ଆସନ୍ତୁ ପରବର୍ତ୍ତୀ ସୋପାନକୁ ଯିବା। କିପରି ନମୁନା ଗଭୀରତା ନିର୍ଦ୍ଧାରଣ କରିବା? ଯେପରି ଆପଣ ଏଠାରେ ଦେଖିପାରୁଛନ୍ତି, ନମୁନା ଗଭୀରତା ଫସଲ ପ୍ରକାର ଉପରେ ଭିତ୍ତି କରି ଭିନ୍ନ ହୋଇଥାଏ। ଧାନ, ଗହମ, ମିଲେଟ୍ ଏବଂ ଅଳ୍ପ ମୂଳ ଥିବା ପନିପରିବା ଏବଂ ଫୁଲ ପାଇଁ ନମୁନା ଗଭୀରତା 15 ସେଣ୍ଟିମିଟର ଅଟେ। କପା, ହରଡ଼, କନ୍ଦମୂଳ ଏବଂ ଗଭୀର ମୂଳ ଥିବା ପନିପରିବା ଭଳି ଫସଲ ପାଇଁ ଏହା 30 ସେଣ୍ଟିମିଟର ଅଟେ ଏବଂ ଗଭୀର ମୂଳ ଥିବା ଗଛ ପାଇଁ, ଯେପରିକି ନଡ଼ିଆ ଗଛ, ଆମକୁ ନମୁନା ସଂଗ୍ରହ ପାଇଁ 90 ସେଣ୍ଟିମିଟର ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ବର୍ତ୍ତମାନ ଆମେ ପରବର୍ତ୍ତୀ ସୋପାନକୁ ଆସୁଛୁ। ତାହା ହେଉଛି ମୃତ୍ତିକା ନମୁନା ସଂଗ୍ରହ କରିବା। ଏଥିପାଇଁ ନମୁନା ବିନ୍ଦୁରୁ ଉପର ଆବର୍ଜନା, ଘାସ, ମଳବସ୍ତୁ ଇତ୍ୟାଦି ହଟାଇ ଦିଅନ୍ତୁ। ନମୁନା ସ୍ଥାନରେ ଅଗର ବା କୋଦାଳ ବ୍ୟବହାର କରି 15 ସେଣ୍ଟିମିଟର ଗଭୀରତାରେ ଭି ଆକୃତିର କଟ୍ କରନ୍ତୁ। ଭି ଆକୃତିର କଟ୍ର ଉନ୍ମୁଖ ମୁହଁର ଉପରୁ ତଳ ପର୍ଯ୍ୟନ୍ତ ପ୍ରାୟ 2.5 ରୁ 3 ସେଣ୍ଟିମିଟର ମୋଟା ମୃତ୍ତିକା ସ୍ଲାଇସ୍ ନିଅନ୍ତୁ। ଏହି ମୃତ୍ତିକା ନମୁନାକୁ ଏକ ପରିଷ୍କାର ପାତ୍ରରେ ରଖନ୍ତୁ, ଯେପରିକି ଏକ ବାଲ୍ଟି ବା ଟ୍ରେ। ଏହି ପ୍ରକାରେ ପ୍ରତ୍ୟେକ ନମୁନା ଏକକରୁ ଅତି କମରେ 10 ରୁ 15 ନମୁନା ସଂଗ୍ରହ କରନ୍ତୁ ଏବଂ ସେଗୁଡ଼ିକୁ ସେହି ପାତ୍ରରେ ରଖନ୍ତୁ। ଏହାପରେ ଆମେ ମୃତ୍ତିକା ନମୁନା ମିଶ୍ରଣ କରିବା। ଏହା କରିବାକୁ ମୃତ୍ତିକାକୁ ଗୋଟିଏ ସ୍ଥାନରେ ଏକତ୍ରିତ କରନ୍ତୁ, ହାତରେ ଭଲ ଭାବରେ ମିଶାନ୍ତୁ
ଏକ କାଗଜ ବା ପରିଷ୍କାର ପ୍ଲାଷ୍ଟିକ ଚଦର ଉପରେ ଏହାକୁ ବିଛେଇ 4 ଭାଗରେ ବିଭକ୍ତ କରନ୍ତୁ। ବିପରୀତ 2ଟି ଭାଗକୁ ବାହାର କରି ଅନ୍ୟ 2ଟିକୁ ରଖନ୍ତୁ। ମୃତ୍ତିକା ପ୍ରାୟ 500 ଗ୍ରାମରେ ପରିଣତ ହେବା ପର୍ଯ୍ୟନ୍ତ ସେହି ପ୍ରକ୍ରିୟା ଦୋହରାନ୍ତୁ। ମିଶ୍ରଣ ପରେ ଆମେ ପରବର୍ତ୍ତୀ ସୋପାନକୁ ଯିବା। ମୃତ୍ତିକାକୁ ଛାଇରେ ଶୁଖାଇ ଦିଅନ୍ତୁ। ଏହି ମୃତ୍ତିକା ନମୁନାକୁ ଗୋଟିଏ ପ୍ଲାଷ୍ଟିକ ବ୍ୟାଗରେ ରଖନ୍ତୁ। ଏଠାରେ ଦେଖୁଥିବା ବିବରଣୀ ସହ ଏହାକୁ ଠିକ୍ ଭାବରେ ଲେବଲ କରନ୍ତୁ, ଯେଉଁଥିରେ ସାମିଲ ଅଛି ଚାଷୀଙ୍କ ନାମ, ଠିକଣା, ମୃତ୍ତିକା ନମୁନା ସଂଗ୍ରହ ତାରିଖ, ଜମି ସର୍ଭେ ନମ୍ବର, ପୂର୍ବ ଫସଲ, ଜଳସେଚନ ବିବରଣୀ, ପରବର୍ତ୍ତୀ ଫସଲ, କ୍ଷେତର ସ୍ଥାନୀୟ ପରିଚୟ। ତାପରେ ଆମେ ଅନ୍ତିମ ସୋପାନକୁ ଆସୁ, ଯାହା ହେଉଛି ଆପଣଙ୍କ ନିକଟରେ ଥିବା ଯେକୌଣସି ସୁବିଧାରେ ମୃତ୍ତିକା ପରୀକ୍ଷଣ ଲ୍ୟାବରେ ନମୁନା ଜମା କରିବା। ଓହୋ, ଠିକ ଅଛି ନବୀନ, ତୁମେ ମୋ ପାଇଁ ବୁଝିବାକୁ ଏତେ ସରଳ କରିଦେଇଛ। ଏଇ ଦେଖ, ମୃତ୍ତିକା ପରୀକ୍ଷଣ ଉପରେ ଏକ ବ୍ରୋଚର ମୁଁ ଆଜି ହିଁ ପାଇଲି। ବର୍ତ୍ତମାନ ମୁଁ ଦେଖିପାରୁଛି ଏସବୁ କିପରି ବୋଧଗମ୍ୟ ଅଟେ। ବହୁତ ଭଲ। ତେବେ ତୁମେ ବର୍ତ୍ତମାନ କଣ କରିବାକୁ ଯାଉଛ? ମୁଁ ମୋ ଜମି ପାଇଁ ଏବେ ମୃତ୍ତିକା ପରୀକ୍ଷଣ ହିଁ କରିବି। ନବୀନ ବାବୁ, ତୁମକୁ ଧନ୍ୟବାଦ। ମୁଁ ମୃତ୍ତିକା ପରୀକ୍ଷଣ କଲି, ମୁଁ ସାର ଉପରେ ଟଙ୍କା ସଞ୍ଚୟ କରିଛି ଏବଂ ମୋର ଫସଲ ଉତ୍ପାଦନ ବୃଦ୍ଧି କରିଛି। ମୋର ମୃତ୍ତିକା ମଧ୍ୟ ଅଧିକ ସ୍ୱାସ୍ଥ୍ୟକର ଅଟେ। ମୁଁ ଆପଣ ସମସ୍ତଙ୍କୁ ମୃତ୍ତିକା ପରୀକ୍ଷଣ ଚେଷ୍ଟା କରିବାକୁ ଉତ୍ସାହିତ କରୁଛି। ଏହା ବାସ୍ତବରେ କାର୍ଯ୍ୟ କରେ।